ପକେଟରେ 200 ଟଙ୍କା। ବିନା ଟିକେଟରେ କେପି ଖୋର୍ଦ୍ଧା ରୋଡରୁ ପୂଜା ଯାଉଥିବା ପାସେଞ୍ଜର ଟ୍ରେନରେ ଖୋର୍ଦ୍ଧା ରୋଡରେ ପୁରୀ ଗଲି। ସେଦିନ ଖରା ବି ଭାରି ଜୋର ଥାଏ। ତଥାପି ଜଗା ଦର୍ଶନର ଆଶା ମନକୁ ଆଚ୍ଛାଦିତ କରିନଥାଏ ମେଘ ଭଳି। ପ୍ରଚଣ୍ଡ ଗ୍ରୀଷ୍ମରେ ମୁଁ ଆନନ୍ଦିତ ଥାଏ। କିଛି କ୍ଷଣର ବିରାମ ପରେ ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି। ମନର ଶୋଷ ମେଣ୍ଟିଯିବ। ଓହୋ, ମୁଁ ସେତେବେଳକୁ ଯୁକ୍ତ 2ରେ ପାଠ ପଢୁଥାଏ। ରେଲୱେ ସ୍କୁଲରେ ପାଠ ପଢୁଥିବାରୁ ମୋ ପରିଚୟ ପତ୍ରକୁ ମୁଁ ଟ୍ରେନ ପାସ୍ ବୋଲି ଭାବି ନେଇଥାଏ। ଆଉ ତା ବଳରେ ମୁଁ ବାରମ୍ବାର ବିନା ଟିକେଟରେ ଜଣେ ଉଚ୍ଛୃଙ୍ଖଳ ନାଗରିକ ଭଳି ପୁରୀ ଯିବା ଆସିବା କରେ। ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରେ, ଆଉ ତୃପ୍ତ ମନରେ ଅନେକ ପ୍ରଶ୍ନର ସାମ୍ୟକ ଉତ୍ତର ପାଇ ଫେରିଆସେ। ଘରେ ବି ସେମିତି କିଛି ଏଥିପାଇଁ ପ୍ରତିବନ୍ଧକ ନଥାଏ। ଜଗନ୍ନାଥଙ୍କୁ ଜାଣିବାର ପ୍ରବଳ ଜିଜ୍ଞାସା ମୋତେ ବାରମ୍ବାର ଟାଣିନିଏ ଶ୍ରୀମନ୍ଦିରକୁ। ସେଦିନ ବି ସେମିତି କିଛି ଘଟିବାର ଥିଲା। କଲେଜରୁ ଆସି କ'ଣ ଦିଟା ପାଟିରେ ପୂରେଇ ଦେଇ ଷ୍ଟେସନ ପାଖରେ ସାଇକେଲ ଫୋପାଡ଼ି ମୁଁ କେପି ଧରିଲି। ଦିନ ପ୍ରାୟ 12:30ରେ ଟ୍ରେନ ଛାଡୁଥିଲା ସେତେବେଳେ। 12 କିମ୍ବା 13 ତାରିଖ ମୋର ମନେ ନାହିଁ। କିନ୍ତୁ ଖରା ଦିନ ଆଉ ଚାପ ସମୟରେ ମୁଁ ପୁରୀ ଯାଉଥିଲି ଏକଥା ସତ। ଖୋର୍ଦ୍ଧା ରୋଡରୁ ପୁରୀ, ସେମିତି କହିବାକୁ ଗଲେ ବେଶି ବାଟ ନୁହେଁ। 45 ମିନିଟ୍ ନହେଲେ ଅତି ବେଶିରେ ଘଣ୍ଟାକରେ ମୁଁ ପୁରୀରେ ପହଞ୍ଚାଇ ଦିଏ। ଟିକେଟ ନଥିବାରୁ ଠଉରେଇଥିବା ଚୋରା ବାଟରେ ଷ୍ଟେସନ ଡେଇଁ ଦେଉଳ ମୁହାଁ ହେଲି। ଖରାରେ ଦେହ ପୋଡ଼ି ଯାଉଥାଏ, କିନ୍ତୁ ମନ ଥାଏ ଚକା ଆଖିରେ। ସେମିତି ଭାବିନେବି ଯେ ମୁଁ ଗୋଟେ ବଡ଼ ଭକ୍ତର ଷ୍ଟାମ୍ପ ପାଇବାକୁ ଏମିତି କହିଦେଲି। ବାସ୍, ମନର କଥା ଯାହା ଲେଖିଦେଲି। ମୁଁ କୌଣସି ଭକ୍ତ ନୁହେଁ କି ପ୍ରଚଣ୍ଡ ଧାର୍ମିକ ହେବାର କୌଣସି କଳା ବି ମୋ ପାଖରେ ନାହିଁ। କିନ୍ତୁ ଜଗନ୍ନାଥଙ୍କୁ ମୁଁ ଐକାସିକ ଭାବେ ଭଲ ପାଏ, ଏକଥା ନିରାଟ ସତ୍ୟ। କେହି ବିଶ୍ୱାସ କରୁ ବା ନ କରୁ, ସେଦିନ ସେଇ ଭଲପାଇବା ମୋତେ ବାଟ କଢ଼େଇ ନେଉଥିଲା। କ୍ରମେ କ୍ରମେ ପାଖେଇ ଆସୁଥିଲା ଶ୍ରୀମନ୍ଦିର। ମାର୍କେଟ ଛକ ପାଖରେ ପହଞ୍ଚିଲା ବେଳକୁ ଦେହ ଫୋଟକା ହୋଇ ଯାଉଥାଏ। ତଥାପି ଖରାକୁ ଖାତିର ନ କରି ମୁଁ ବଡ଼ଦେଉଳ ମୁହାଁ ହେଲି। ଚାପ ଚାଲିଥିବାରୁ ବଡ଼ଦାଣ୍ଡରେ ବନ୍ଧା ଛାମୁଣ୍ଡିଆର ଛାଇ ମୁଣ୍ଡେଇ ଚାଲିଲି ଆଗକୁ। ଦେଉଳରେ ପହଞ୍ଚିଲା ବେଳକୁ ଦର୍ଶନ ବନ୍ଦ। ଚାଲିଛି ଆଲଟ ନାଗି। ଏହି ସେବାରେ କେହି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ଅନ୍ଧାର ଘରେ ବିଞ୍ଛା ଖାଉଥାନ୍ତି କାଳିଆ ଠାକୁର। ସ୍ୱଚ୍ଛ ନିରାଶ ମନରେ ମୁଁ ନାଭିକଟା ମଣ୍ଡପ ପାଖରେ ଯାଇ ବସିଲି। ଟିକେ ସମୟ ବସିଲା ପରେ ବେଢ଼ା କରିବାକୁ ଭାରି ମନ ହେଲା। ବୁଲୁ ବୁଲୁ ଦକ୍ଷିଣ ଘରେ ଯେଉଁଠାରେ ଠାକୁରଙ୍କ ଚଳନ୍ତି ପ୍ରତିମାମାନ ରୁହନ୍ତି, ସେଠାରେ ପହଞ୍ଚିଲି। ଦୋଳ ଗୋବିନ୍ଦ, ରାମକୃଷ୍ଣ, ରାମ, ଲକ୍ଷ୍ମଣ, ସୀତା, ହନୁମାନ, ବାଳକୃଷ୍ଣ ଆଦି ଠାକୁରଙ୍କ ପ୍ରତିମା ସହ ଝଟକୁଥାନ୍ତି। ଜଗନ୍ନାଥଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ମଦନମୋହନ। ବାସ୍ତବରେ ନାମଟି ତାଙ୍କୁ ହିଁ ପ୍ରଯୁଜ୍ୟ। ମଦନକୁ ମୋହିତ କରୁଥିବା ଏ ଠାକୁରଙ୍କ ଚାହାଣୀରେ ମୁଁ ବନ୍ଧା ପଡ଼ିଗଲି ସେଦିନ। ଭାବିଲି, ଏ ଠାକୁର ମୋ ସହ ଚାଲି ଆସନ୍ତେ କି? ତାପରେ ମନେ ମନେ ହସିଦେଲି। ମୁଣ୍ଡିଆଟିଏ ମାରି ବାହାରକୁ ଚାଲି ଆସିଲି। ଜଣକୁ ପଚାରି ବୁଝିଲା ବେଳକୁ ନୀତି ଡେରିରେ ଚାଲିଛି ବୋଲି ଜାଣିଲି। ମନେ ମନେ ସମୟ ସ୍ଥିର କରି ଚନ୍ଦନ ଲାଗି ବେଳେ ଦେଉଳରେ ପହଞ୍ଚିବି ବୋଲି ଭାବି ବଡ଼ଦାଣ୍ଡକୁ ବାହାରିଲି। ବୁଲୁ ବୁଲୁ ରଥଖଳା ପାଖେ ଗୋଟିଏ ପିତ୍ତଳ ଦୋକାନରେ ପହଞ୍ଚି କୃଷ୍ଣ ମୂର୍ତ୍ତିଟିଏ ଦେଖିଲି। ଠିକ୍ ଦକ୍ଷିଣ ଘରେ ମଦନମୋହନଙ୍କ ଭଳି। ବଡ଼ ନ ହେଲେ ବି ମୋ ପାଇଁ ସେହି ପ୍ରତିମା ଠିକ୍ ବୋଲି ଭାବି ମୁଲଚାଲ ଆରମ୍ଭ କଲି। ଭାଇ, ଗୋଟିକିଆ କୃଷ୍ଣମୂର୍ତ୍ତି ଅଛନ୍ତି କି? ମୋ ପ୍ରଶ୍ନ ଶୁଣି କାନ୍ଧରେ ଗାମୁଛା ପକାଉଥିବା ବ୍ୟକ୍ତି ଜଣକ ପ୍ରଥମେ ମନା କଲେ। ଗୋଟିକିଆ କୃଷ୍ଣ ମିଳିବେନି, ରାଧାକୃଷ୍ଣ ଯୋଡ଼ା ନେବାକୁ ପଡ଼ିବ। ଆଉ ଏଇ ହଳକ ଆପଣଙ୍କୁ 600 ଟଙ୍କା ପଡ଼ିବ। ମୋ ପକେଟରେ 200 ଟଙ୍କା ଅଛି। ହେଲେ ମୂର୍ତ୍ତି କିଣିବାକୁ ପ୍ରବଳ ମନ। ଅବଶ୍ୟ କୃଷ୍ଣଙ୍କ ଗୋଟିକିଆ ମୂର୍ତ୍ତିଏ ଯଦି ମିଳିଯିବ, ତାହାହେଲେ ମୋତେ କୋଟିନିଧି ପାଇଲା ଭଳି ଲାଗିବ। କିନ୍ତୁ ମିଳିବାର ସମ୍ଭାବନା ଅତି କ୍ଷୀଣ ଯେ। ଏତିକିବେଳେ ଆଉ ଜଣେ କେହି ସେଇ ଦୋକାନ ଭିତରୁ କହିଲେ, ଅଛି ଅଛି, ଗୋଟିକିଆ ମୂର୍ତ୍ତି ଅଛି। ଜଣକ ଘରେ ରାଧା ବିଗ୍ରହ କ'ଣ ଦରକାର ପଡ଼ିଲେ ବୋଲି ସେ ରାଧା ମୂର୍ତ୍ତିଟିଙ୍କୁ ଅଧିକ ଦାମ୍ ଦେଇ ନେଇଯାଇଛନ୍ତି। ଗୋଟିକିଆ କୃଷ୍ଣମୂର୍ତ୍ତି ଅଛନ୍ତି। ଯଦି ପୁଅ ତମେ ନବ, ତାହାହେଲେ ଦେଖାଉଛି। ମୂର୍ତ୍ତି ହାତରେ ଧରି ସେ ମୋ ଆଗରେ ଉଭା ହେଲେ। ମୁଁ ପ୍ରଚଣ୍ଡ ଖୁସିରେ ଉଲ୍ଲସି ଉଠିଲି। କି ସୁନ୍ଦର ମୂର୍ତ୍ତି, ଅତି କମନୀୟ। ହେଲେ ଦାମ୍ ଯଦି ମୋ ପକେଟ ତୁଳନାରେ ନ ହେଲା, ମୋତେ ନିରାଶ ହେବାକୁ ପଡ଼ିବ, ଏକଥା ନିଶ୍ଚିତ। ମୁଁ ପଚାରିଲି, ଭାଇ, କେତେ ପଡ଼ିବ? 300, ଉତ୍ତର ଦେଲେ ସେ। ଗୋଟିକିଆ ମୂର୍ତ୍ତି ବାହାରେ ମିଳୁନି। ନେବ ଯଦି ଏହି ଦାମରେ ନେବାକୁ ପଡ଼ିବ। ମନ ଊଣା ହୋଇଗଲା ମୋର।
ସତରେ କ'ଣ ମହାପ୍ରଭୁଙ୍କ ଏ ପ୍ରତିମାଟି ମୁଁ ଘରକୁ ନେଇପାରିବିନି? ମନ ଭାଙ୍ଗିଗଲା। ମୂର୍ତ୍ତିଟି ଥୋଇ ଲେଉଟି ଆସିଲା ବେଳକୁ ଭାଇ ଜଣକ ପଛରୁ ଡାକିଲେ, ତାହେଲେ କେତେ ଦବ କୁହ? ମୋ ପାଟିରୁ ବାହାରି ପଡ଼ିଲା 200। ସର୍ବମୋଟ ପକେଟରେ ସେଇତକ ହିଁ ଥିଲା। ନା ଖିଆପିଆ କରିଥିଲି, ନା ରିକ୍ସାରେ ଆସୁଥିଲି। ଏମିତିକି ସୁବିଧା ଅସୁବିଧାରେ ପଡ଼ିଲେ ଟ୍ରେନ୍ ଟିକେଟ ପାଇଁ ବି ମୋ ଅଣ୍ଟିରେ ଅର୍ଥ ନଥିଲା। ତଥାପି 200 ଧରାଇ ମହାପ୍ରଭୁଙ୍କ ହୃଦୟରେ ବାନ୍ଧିଲି। କି ଖୁସି ମୁଁ ଜାଣେନି, କିନ୍ତୁ କୋଟିନିଧି ପାଇଲା ଭଳି ଲାଗିଲା। ବାରମ୍ବାର ହାତରେ ଧରି ସେ ମୂର୍ତ୍ତିକୁ ମୁଁ ଦେଖୁଥାଏ। ତାପରେ ଦେଉଳ ମୁହାଁ ହେଲି। ନାଭିକଟା ମଣ୍ଡପ ପାଖରେ ବସି ମୂର୍ତ୍ତିଟିକୁ ନିରେଖି ଦେଖିଥାଏ। ପେଟେ କଁ କଁ ଡାକିଲାଣି। 2-3ଟା କି 3.5ଟା ହେବ। ପେଟରେ ଅନ୍ନ ପଡ଼ିନି। ଘରକୁ ନ ଫେରିଲା ଯାଏ ପଢ଼ିବାର ସମ୍ଭାବନା ବି ନାହିଁ। ଭୋକକୁ ଭାବର ତୃପ୍ତିରେ ଢାଙ୍କିବାକୁ ଚେଷ୍ଟା କରୁଥିଲା ବେଳେ ଜଣେ ଡେଙ୍ଗା ମଣିଷଙ୍କ ହାବୁଡ଼ରେ ପଡ଼ିଲି। ଗୋରା ତକ୍ ତକ୍ ଚେହେରା, ହଳଦିଆ ଲୁଗାଟାଏ ପିନ୍ଧି ମୋ ଆଗରେ ଉଭା। ଆଜି ସୁଦ୍ଧା ତାଙ୍କ ଚେହେରା ମୋର ମନେ ଅଛି। ଗୋରା ରଙ୍ଗର ଥଙ୍ଗେଇ କଥା କହୁଥିବା ମଣିଷ ସେ। ହାତରେ ଥାଏ ଗୋଟିଏ କଦଳୀ, ଲଡ଼ୁଟିଏ ଆଉ ସାନ ଓଳିରେ ଓଳିଏ କ୍ଷୀର। ଧ ଧ ମହାପ୍ରଭୁଙ୍କ ପ୍ରସାଦ ଇଏ, ନେ ପାଇବେ। ମୁଁ ଅମଙ୍ଗ ହେଲି। ହଇଓ, ଜଣା ନାହିଁ, ଶୁଣା ନାହିଁ, ତମ ହାତରୁ ମୁଁ କାହିଁ ୟାକୁ ଖାଇବି? ଏଇ କଥା ଭାବି ହସିଦେଇ ତାଙ୍କ କଥାକୁ ଏଡ଼ାଇଯିବି ବୋଲି ଭାବିଲା ବେଳକୁ ସେ ପୁଣି ଥମ୍ ଥମ୍ କଣ୍ଠରେ କହିଲେ, ଆରେ ଦିଅଁଙ୍କୁ ଡାକୁଛୁ, ତା ଦିଆ ଭୋଗକୁ ମନା କରୁଛୁ? ଆରେ ତୁ କ୍ଷୀର ପିଇବୁନି ମୁଁ ଜାଣିଛି, ହେଲେ ଏ କଦଳୀ ଆଉ ଲଡ଼ୁଟା ନେଇଯା, ପେଟ ପୂରିଯିବ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କ୍ଷୀର ପିଇବୁନି ବୋଲି ଏଇ ଲୋକ କେମିତି ଜାଣିଲେ? ମହାପ୍ରଭୁଙ୍କ ନାଁରେ ଯାହା ଦେବ ତ ତାହା ଖାଇଦେବି ସମ୍ଭବତଃ, ଏ କଥା ସେ ଠଉରେଇ ସାରିଥିଲେ। ପେଟର ଭୋକ ଅଜଣା ହାତରୁ ଲଡ଼ୁ କଦଳୀ ନେବାକୁ ଆଉ ଅଟକେଇ ପାରିଲାନି। କଦଳୀ ଆଉ ଲଡ଼ୁଟା ନେଇ ଖାପ୍ କିନା ପାଟିରେ ପୂରାଇଦେଲି। ସେ ହସିଦେଲେ। ଠାର୍ ଦେଇ ଦେଉଳ ଭିତରକୁ ପଶିଗଲେ ହଠାତ୍ କିନା। କିଏ କେଜାଣି ସିଏ? ମୁଁ ଜାଣିବାକୁ ଟିକିଏ ଆଗକୁ ଗଲି। ଜଣେ ମନ୍ଦିର ପୋଲିସଙ୍କୁ ପଚାରିଲି, ସେ ଭାଇନା କୁଆଡ଼େ ଗଲେ? କ'ଣ ଆଲଟ ଲାଗି ସରିଗଲାଣି କି? ଠାକୁର ଦର୍ଶନ ଆରମ୍ଭ ହେଲାଣି? ଏମିତି ଗୁଡ଼ାଏ ପ୍ରଶ୍ନ ଶୁଣି ବିରକ୍ତି ଭାବରେ ସେ ଉତ୍ତର ଦେଲେ, କୋଉ ଭାଇନା? ଭାଇନା ଫାଇନା ଏଠି କେହି ନାହାନ୍ତି। ନୀତି ହେଉଛି ପରା। ଭିତରକୁ ପଶିବ କିଏ ହୋ? ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସତରେ କ'ଣ ଦେଉଳ ଭିତରକୁ ଯାଇନାହାନ୍ତି ସେ? ତାହେଲେ ଗଲେ କୁଆଡ଼େ? କିଏ ଥିଲେ ସେ? ମୋ ଭେକ ମେଣ୍ଟାଇ ଚାଲିଗଲେ ସେ? ମୋ ପ୍ରଶ୍ନରେ ମୁଁ ଛନ୍ଦି ହୋଇ ସ୍ଥିର ହୋଇଗଲି। ମନ୍ଦିର ପୋଲିସଙ୍କ ଉତ୍ତର ଶୁଣି ଆଉ କିଛି ପଚାରିବାକୁ ମୋର ଚାରା ନଥିଲା। ଆଲଟ ଲାଗି ସରିଲା। ଚନ୍ଦନ ଲାଗି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଥାଏ ସିନା, କିନ୍ତୁ ମନ ଖୋଜୁଥାଏ ସେଇ ମଣିଷ ଜଣକୁ। ଲଡ଼ୁ କଦଳୀ ଖୁଆଉଥିବା ସେ ବ୍ୟକ୍ତିଙ୍କୁ ମୁଁ ବହୁତ ଖୋଜୁଥାଏ, ହେଲେ ପାଇଲିନି। ସେତେବେଳକୁ ଭୋକ ମୋର ଉଭାନ। ଦିଅଁଙ୍କ ସାଙ୍ଗରେ ଚାପକୁ ଗଲି ଦର୍ଶନ କଲି। ମୋ ପାଖରେ ଥିବା କୁନି କୃଷ୍ଣ ଆଉ ଚାପରେ ବିଜେ କରିଥିବା ମଦନ ମୋହନଙ୍କ ଆମକୁ ମୁଁ ଅନୁଭବ କରି ରାତି 10ଟା ବେଳକୁ ଘରେ ପହଞ୍ଚିଲି। ଶୋଇବା ବେଳେ ଏଇ ଗୋଟିଏ କଥା ଭାବୁଥାଏ, ଜେଜେଙ୍କ କଥା ସତ, ପୁରୀରେ କେହି ଉପାସ ରୁହେ ନାହିଁ। ଖୁଆଇବ ବୋଲି ପରା ସିଏ ଭାତ ବିକୁଛି। ଘଟଣାକୁ ଦୀର୍ଘ ଦିନ ବିତିଗଲାଣି। ରାଧା ବିହୀନ ମୂର୍ତ୍ତି ଘରେ ପୂଜା ହୁଅନ୍ତେନି କହି ଆଜିଯାଏଁ ସେ ମୋ ସହ କେବଳ ବୁଲୁଥାନ୍ତି। ଜଟଣୀରୁ ଭୁବନେଶ୍ୱର ତକ ପୁଣି ଭୁବନେଶ୍ୱରରୁ ଜଟଣୀ ବାହୁଡ଼ିଲେ। ହେଲେ ଏବେ ଆମ ଠାକୁର ମନ୍ଦିରରେ ସେ ନିଜ ସ୍ଥିତି ପକ୍କା କରିସାରିଛନ୍ତି। ରାଧାକୃଷ୍ଣଙ୍କ ବଡ଼ ପ୍ରତିମା ତଳେ ସେ ଏବେ ପୂଜା ହେଉଛନ୍ତି। ବେଳେ ବେଳେ ଭାବେ ତାଙ୍କୁ କ୍ଷୀର କଦଳୀଖିଆ ଆଉ ଲଡ଼ୁଖିଆ ଦିଅଁ ବୋଲି ଡାକନ୍ତି କି? ହେଲେ ଲାଜ ମାଡ଼େ। ଯିଏ ଶୁଣିବ ସିଏ ହସିବ। ମନେ ମନେ କହିଦିଏ, ହେଲେ ସେ ବି ବୁଝିଦିଅନ୍ତି। ତାଙ୍କ ଆଖିରେ ଆଖି ମିଶିଲେ ଲୁହ ଲିଗାଡ଼ି ସବୁ ପାଣି ଫାଟିଯାଏ। ଦିଅଁ ଘରକୁ ଆଉ କିଏ ପଶିଲା ବେଳକୁ ତାଙ୍କ ସହ ମୋ କଥାବାର୍ତ୍ତା ସରିଥାଏ। ହେଲେ ସେ କେବେ କୁହନ୍ତିନି, କିଏ ସେଦିନ ମୋତେ ଲଡ଼ୁ କଦଳୀ ଖୁଆଉଥିଲେ ଯେ? ମୁଁ ପୁଣି ସେହି ପୁରୁଣା ପ୍ରଶ୍ନରେ ଛନ୍ଦି ହୁଏ। ସେ ନିରନ୍ତର ରୁହନ୍ତି ମୌନ ପ୍ରତିମଣ୍ତି ଭଳି। ସାଙ୍ଗମାନେ, ମୋର ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍